ବନ୍ଧୁମାନେ, ନାରୀ ଓ ପୁରୁଷ ଭଗବାନଙ୍କର ଅମୃତ ସୃଷ୍ଟିର ସନ୍ତାନ। ନାରୀ ଏକାଧାରରେ ଜାୟା, ଜନନୀ ଓ ଭଗିନୀ। ନାରୀ ବିନା ସମାଜର ସାମଗ୍ରିକ ଉନ୍ନତି କଳ୍ପନା କରିହେବ ନାହିଁ। ନାରୀ କଲ୍ୟାଣରେ ଦେଶ ଓ ଜାତିର କଲ୍ୟାଣ ହୋଇଥାଏ। ଯଥାର୍ଥରେ ମହର୍ଷି ମନୁ କହିଥିଲେ। ଥରେ ଗର୍ଭବତୀ ମା ତାର ଝିଅକୁ ପଚାରୁଛି, ତତେ କ'ଣ ଦରକାର, ଭାଇ ନା ଭଉଣୀ? ଝିଅଟି କହିଲା, ମୋତେ ଭାଇ ଦରକାର। ଏକଥା ଶୁଣି ମା ପଚାରିଲେ, ତୁମକୁ କେମିତିକା ଭାଇ ଦରକାର? ଝିଅଟି କହିଲା, ମୋତେ ରାବଣ ପରି ଭାଇ ଦରକାର। ଝିଅର ମୁଖରୁ ଏହିପରି ବାଣୀ ଶୁଣିବା ପରେ ବାପା ଓ ମା ରାଗିଗଲେ। ତଥାପି ଝିଅଟି କହୁଛି, ନାହିଁ, ମୋତେ ରାବଣ ପରି ହିଁ ଭାଇ ଦରକାର। କାହିଁକି ନା ରାବଣ ନିଜ ଭଉଣୀର ଅପମାନର ପ୍ରତିଶୋଧ ନେବା ପାଇଁ ନିଜ ରାଜବଂଶ ଓ ନିଜ ପ୍ରାଣକୁ ଖାତିର କଲା ନାହିଁ। ଯିଏ ଶତ୍ରୁର ସ୍ତ୍ରୀକୁ ଅପହରଣ କରି ମଧ୍ୟ ସ୍ପର୍ଶ କରିନଥିଲା। ମୋତେ ନୁହଁ, ବରଂ ସମସ୍ତ ଝିଅମାନଙ୍କୁ ଆଜି ସେହିପରି ଭାଇ ଦରକାର ମା।